ଆଜ୍ଞା ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଏ ଅଦ୍ରକରୀ ଭାଇନା ପୁଣି ଆପଣଙ୍କ ପାଖରେ ପହଞ୍ଚିଲା। ଆପଣଙ୍କୁ ସମ୍ବାଦ କିଛି ଦେବ, ଆପଣଙ୍କ ଭଲ ମନ୍ଦରେ ସେୟାର ହୋଇ ମୋର ବି ଭଲ ମନ୍ଦରେ ଆପଣ ସେୟାର ହେବେ। ଆଉ ଆପଣ ତ ଦେଖୁଛନ୍ତି ବାତ୍ୟା ମୁଥାର ଗତି ଧୀରେ ଧୀରେ ବଢ଼ିବାରେ ଲାଗିଛି। ତ ଆପଣଙ୍କୁ ଏଇଠି ଗୋଟେ କଥା କହିବାର ଅଛି ଯେ ଓଡ଼ିଶା ଆମର ଗୋଟେ କୃଷି ପ୍ରାଧାନ୍ୟ ରାଜ୍ୟ ବୋଲି କୁହାଯିବ। ଆମେ ଦେଶ କଥା ତ ବିଚାର କଲେ ଅଲଗା ରହିବ। ଯେ ବାତ୍ୟା ଆସିବା ପୂର୍ବରୁ ଆମର ଧାନ ସବୁ କେମିତି ଅଛି, ତ ସେଥିରେ ଲୋକ କେତେ ଖୁସି ଅଛନ୍ତି। ବାତ୍ୟା ପୁଣି ଗଲା ପରେ ପୁଣି ଭିଡ଼ିଓ ଆପଣଙ୍କୁ ଛାଡ଼ିବି, ଦେଖେଇବି ଯେ ଲୋକମାନେ କେତେ ବି ଖୁସି ଅଛନ୍ତି। ୟା ଭିତରେ ବାତ୍ୟା ପୂର୍ବରୁ ଲୋକ କେମିତି ଥିଲେ, ବାତ୍ୟା ପରେ କେମିତି, ଧାନ ଗଛ ସବୁ ପୂର୍ବରୁ କେମିତି ଥିଲା, ପରେ କେମିତି ଅଛି, ଏସବୁ ବିଷୟରେ ଦେଖିବା ପୂର୍ବରୁ ଆପଣ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ ଟିକେ କରିଦିଅନ୍ତୁ ଏବଂ ଲାଇକ୍ ସେୟାର କମେଣ୍ଟ ଟିକେ କରନ୍ତୁ। ଆପଣଙ୍କର ଆଶୀର୍ବାଦ ମୋ ଉପରେ ଥାଉ। ଏ ହସ ଖୁସିରେ ଏମିତି ଆପଣଙ୍କ ପାଖରେ ଭରିଥାଉ। ଆସନ୍ତୁ ଦେଖିବା ଆମ କ୍ଷେତକୁ। ଭଲ କରି ଦେଖି ନିଅନ୍ତୁ। ଗୋଟେ ଗୋଟେ ଧାନ କେଣ୍ଡା ହେଇଛି, ଦେଖନ୍ତୁ। ଧାନ ବାହାରିବା ଉପରେ ଅଛି ଏବଂ ଧାନ ବର୍ତ୍ତମାନ ସବୁଜ ସୁନ୍ଦର ଅବସ୍ଥାରେ ହିଁ ଅଛି। ଦେଖୁଛନ୍ତି, ଯାହାକି ଚାଷୀ ମନକୁ ବହୁତ ଉତ୍ସାହିତ କରୁଛି ଯେ ମୁଁ ଧାନ ରୋଇ ମୋର ଗଛ ଗୁଡ଼ିକ ଭଲ ଶସ୍ୟ ଶ୍ୟାମଳା ହୋଇ ଆଉ ଧାନ ଫଳିବାରେ ମଧ୍ୟ ସାମର୍ଥ୍ୟ ହୋଇଛି। କିନ୍ତୁ ଭଗବାନଙ୍କର ଲୀଳା, ଏ ବାତ୍ୟା କ'ଣ କରୁଛି ଆପଣମାନଙ୍କ ଉପରେ ନିର୍ଭର, ଆଉ ଭଗବାନଙ୍କ ଉପରେ ନିର୍ଭର। ଏ ଯାହାକୁ କହନ୍ତି ଲହ ଲହକା ପତର ବଙ୍କା, ତା ଫଳ ବିକିଲେ ମୁଠାଏ। ନାଇଁ ଆଜ୍ଞା, ଆଉ ଆପଣଙ୍କୁ କହିବିନି, ମୁଁ ତ ସବୁ କହିଦେବି। ଆପଣ ମୋତେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଆଉ ଥରେ ସେ ପ୍ରଶ୍ନଟି କହିଦେଉଛି, ଲହ ଲହକା ପତର ବଙ୍କା, ତା ଫଳ ବିକିଲେ ମୁଠାଏ କ'ଣ? ଆପଣ କମେଣ୍ଟ ମାଧ୍ୟମରେ ଜଣାଇବେ। ମୁଁ ତ ଅପେକ୍ଷା କରିକି ରହିଲି। ଦେଖିଲେ ଆମର ଧାନ ଗୁଡ଼ିକ ଅତି ସୁନ୍ଦର ଭାବେ ଦେଖାଯାଉଛି। ଦେଖି ନିଅନ୍ତୁ, ଚାଷୀର ମନ ବି ଖୁସି ଅଛି। ୟା ପରେ ବାତ୍ୟାର ମୁଥା ଯିବା ପରେ ଆମେ ଦେଖିବା କିଭଳି ରହୁଛି। ଆଜ୍ଞା ରହିଲି, ନମସ୍କାର। ଭଲ ଲାଗିଲେ ଆପଣ ଚ୍ୟାନେଲକୁ ସବସ୍କ୍ରାଇବ୍ ଲାଇକ୍ କରିବେ। ଆପଣଙ୍କ ଆଶୀର୍ବାଦ ଆମ ପାଖରେ ସବୁବେଳେ ହିଁ ଥାଉ। ନମସ୍କାର, ଜୟ ଜଗନ୍ନାଥ।